ପଦ୍ମପୁର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପରିସରରେ ଚାଲିଥିବା ଶ୍ରୀରାମଚରିତ ମାନସ ଆଜି ଚତୁର୍ଥ ଦିନ। ଚତୁର୍ଥ ଦିନର ପ୍ରସଙ୍ଗ ଥିଲା ପ୍ରଭୁ ରାମଲାଲାଙ୍କ ବାଲ୍ୟଲୀଳା। ଏହା ଶୁଣିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପରିସରରେ ଚାଲିଥିବା ଶ୍ରୀରାମଚରିତ ମାନସ ଆଜି ହେଉଛି ଚତୁର୍ଥ ଦିନ। ଚତୁର୍ଥ ଦିନରେ ମଧ୍ୟ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଶହ ଶହ ଶ୍ରଦ୍ଧାଳୁମାନେ ଆଖପାଖ ଅଞ୍ଚଳର ଆସି ଏଠାରେ ପ୍ରଭୁ ରାମଲାଲାଙ୍କ ବାଲ୍ୟଲୀଳା ପ୍ରସଙ୍ଗ ଶୁଣିଥିଲେ। ତେବେ ପୁରୀ ଏବଂ ବୃନ୍ଦାବନ ଧାମରୁ ଆସିଥିବା ସାଧୁସନ୍ତମାନେ ଏଠାରେ ଉପସ୍ଥିତ ରହି ଶ୍ରୀ ସନ୍ତ ମହାରାଜ ମଦନ ଗୋପାଳ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ପ୍ରବଚକ ଭାବେ ଶ୍ୟାମସୁନ୍ଦର ଦାସ ମହାରାଜ ଆଜି ସୁନ୍ଦର ଭାବେ ବାଲ୍ୟଲୀଳା ପ୍ରସଙ୍ଗ ବୁଝାଇଥିଲେ। ପ୍ରଭୁ ରାମଲାଲାଙ୍କ ବାଲ୍ୟଲୀଳା ପ୍ରସଙ୍ଗ ସୁନ୍ଦର ଭାବେ ବୁଝାଇଥିଲେ। ଏହି ସମୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ମଧ୍ୟ ଦେଖିବାକୁ ମିଳିଥିଲା। ରାମଲାଲାଙ୍କ ଜୀବନଶୈଳୀ ଏବଂ କିପରି ସିଏ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକ କରିଥିଲେ ଏଥିରେ ସିଏ ସୁନ୍ଦର ଭାବେ ବୁଝାଇଥିଲେ। ଏହି ସମୟରେ ଅନେକ ଶ୍ରଦ୍ଧାଳୁମାନେ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ ଏବଂ ଶ୍ରୀ ରାମଲାଲାଙ୍କ ବାଲ୍ୟଲୀଳା ପ୍ରସଙ୍ଗ ଶୁଣି ଧନ୍ୟ ମନେ କରିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ଗୁରୁବାର ସନ୍ଧ୍ୟା 6ଟାରୁ ଏହି ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତ୍ର 9ଟା ପର୍ଯ୍ୟନ୍ତ ଜାରି ରହିଥିଲା। ପରେ ମନ୍ଦିର କମିଟି ତରଫରୁ ଏଠାରେ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ସୂଚନା ଅଛି ଶ୍ରୀରାମ ମନ୍ଦିର ପରିସରରେ ରାମନବମୀ ଠାରୁ ଏଠାରେ ହନୁମାନ ଜୟନ୍ତୀ ପର୍ଯ୍ୟନ୍ତ ଏହି ଶ୍ରୀରାମଚରିତ ମାନସ କାର୍ଯ୍ୟକ୍ରମ ପାରାୟଣ ଏବଂ ପ୍ରବଚନ ଜାରି ରହିଛି। ସକାଳ ସମୟରେ ପାରାୟଣ ହେଉଥିଲା ବେଳେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମହନ୍ତ ମଦନ ଗୋପାଳ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଏଥିରେ ଅନେକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି।